ଶୀତ ଦିନରେ ଏମିତିକା ନରମ ନରମ ବୁଟ ଡାଲିର ପରଟା ଥିଲେ ଏ ପରଟାର ମଜା ହିଁ କିଛି ଅଲଗା। ପୁରାପୁରି ତୁଳା ଭଳି ନରମ ଆଉ ବହୁତ ସାରା ଲେୟାର ଯୁକ୍ତ ଏ ପରଟା ବନିଥାଏ। ଆଉ ଏ ପରଟାକୁ ବନେଇବା ବହୁତ ହି ସହଜ। ବହୁତ ସହଜରେ ଏ ପରଟାକୁ ବନେଇ ନେଇପାରିବେ। ଆଉ ଏହାର ସ୍ୱାଦ ପୁରାପୁରି ନିଆରା। ନମସ୍କାର, ଆରତି କିଚେନ୍ ଭିଲେଜକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏବେ ରେସିପି ଷ୍ଟାର୍ଟ କରିବା। ଗୋଟାଏ ପାତ୍ରରେ ଗୋଟାଏ ଗିନା ଅଟା, ଗୋଟାଏ ଗିନା ମଇଦା, ସ୍ୱାଦ ଅନୁସାରେ ଲୁଣ ଦେଇ ପ୍ରଥମେ ଶୁଖିଲା ଜିନିଷକୁ ମୁଁ ଭଲ ଭାବରେ ଏମିତି ମିଶାଇ ନେଉଛି। ଭଲ ଭାବରେ ମିଶାଇ ନେଇ ସାରିଲା ପରେ ଅଳ୍ପ ଅଳ୍ପ ଉଷୁମ ପାଣି ଦେଇ ୟାକୁ ଆମେ ଚକଟି ନେବା। ମୁଁ ଏଇଠି ଗୋଟାଏ ଗିନା ଅଟା ଆଉ ଗୋଟାଏ ଗିନା ମଇଦାରେ ବନାଉଛି। ଆପଣମାନେ କେବଳ ଅଟା କେବଳ ମଇଦାରେ ବି ନା ଏ ପରଟାକୁ ବନେଇ ନେଇପାରିବେ। ବହୁତ ହି ଭଲ ବନିବ। ତ ଅଳ୍ପ ଅଳ୍ପ ପାଣି ଦେଇ ଆର ଗୋଟାଏ ସଫ୍ଟ ଡୋ ବନେଇ ନେବା। ଏମିତି ମୁଁ ଚକଟି ନେଇଛି। ହାତରେ ଏମିତି ଅଳ୍ପ ଟିକେ ଲାଗିଯାଉଛି। ଗୋଟାଏ ଚାମଚ ମାପର ରିଫାଇନ୍ ତେଲ ଦେଇ ୟାକୁ ଆମେ ପୁଣି ଥରେ ଚକଟି ନେବା। ତାହେଲେ ହାତରେ ଆଦୌ ବି ଲାଗିବନି ଆଉ ପରଟା ଆମର ବହୁତ ନରମ ବନିବ। ଭଲ ଭାବରେ ମୁଁ ୟାକୁ ଚକଟି ନେଇଛି। ହାତରେ ଆଦୌ ବି ମୋର ଲାଗୁନି। ବହୁତ ବଢ଼ିଆ ସେ ନରମ କରି ୟାକୁ ବନେଇ ନେଇଛି। ଆଉ ପରେ ଆଉ ଟିକିଏ ଖାଲି ଅଳ୍ପ ଟିକିଏ ଖାଲି ରିଫାଇନ୍ ତେଲ ଦେଇ ଏମିତି ହାତରେ ନେଇ ଅଳ୍ପ ଏମିତି ଲଗେଇ ନେବା। ତାହେଲେ ଅଟାର ଯେଉଁ ଉପର ଅଂଶଟି ନା ଆଦୌ ବି ଶୁଖିବନି। ତାକୁ ଢାଙ୍କୁଣି ଦେଇ 10 ମିନିଟ୍ ପାଇଁ ରେଷ୍ଟରେ ଛାଡ଼ିଦେବି। 10 ମିନିଟ୍ ଭିତରେ ମୁଁ ଷ୍ଟଫିଂ ପ୍ରସ୍ତୁତ କରିନେବି। ଗୋଟାଏ ଗିନା ବୁଟ ଡାଲିକୁ 2 ଘଣ୍ଟା ବତୁରେଇ ନେଇ ଏମିତି ଭଲ ଭାବରେ ମୁଁ ସିଝେଇ ନେଇଛି। ସିଝେଇ ନେଇ ସାରିଲା ପରେ ଗ୍ୟାସରେ ମୁଁ ଗୋଟେ କଡ଼େଇ ବସାଇ ଦେଇଛି। କଡ଼େଇ ଗରମ ହୋଇଗଲା ପରେ 2 ଚାମଚ ରିଫାଇନ୍ ତେଲ ଦେଇଛି। ତେଲ ଗରମ ହୋଇଗଲା ପରେ ଅଧା ଚାମଚ ଦେଇଛି ପଞ୍ଚ ଫୁଟଣ ଆଉ ଗୋଟାଏ ତେଜପତ୍ରକୁ ଏମିତି ମୁଁ ଛିଡ଼େଇକି ଆଡ଼୍ କଲି। ତାହେଲେ ଆମର ଯେଉଁ ଷ୍ଟଫିଂର ବାସ୍ନା ବହୁତ ବଢ଼ିଆ ଆସିବ, ଖାଇବା ପାଇଁ ଭଲ ଲାଗିବ। ତ ଗୋଟାଏ ଚାମଚ ମୁଁ ଏଠି ଦେଇଦେଇଛି ଅଦା ଛେଚା। ଭଲ ଭାବରେ ଏସବୁ ଜିନିଷକୁ ମୁଁ ଭାଜି ନେବି। ଏଠି ଭଲ ଭାବରେ ନା ମୁଁ ସବୁ ଜିନିଷକୁ ଭାଜି ନେଇଛି। ଭାଜି ନେଇ ସାରିଲା ପରେ ଏଥିରେ ଅଳ୍ପ ଟିକେ କଟା ହେଇଥିବା କଞ୍ଚା ଲଙ୍କା ଆଉ ଗୋଟାଏ ଚାମଚ ଦେଇଦେଇଛି ଜିରା ଧନିଆ ଗୁଣ୍ଡ, ଅଳ୍ପ ଟିକେ ହଳଦୀ ଗୁଣ୍ଡ ଆଉ ଅଳ୍ପ ଟିକେ ମୁଁ ଲଙ୍କା ଗୁଣ୍ଡ ଦେଇଛି। 2 ଚାମଚ ମାପର ପାଣି ଦେଇ ଭଲ ଭାବରେ ମସଲାକୁ ମୁଁ କଷି ନେବି। ଭଲ ଭାବରେ ମୁଁ ମସଲାକୁ କଷି ନେଇଛି। ଏବେ ଏଥିରେ ଅଳ୍ପ ଟିକେ କଟା ହେଇଥିବା ଧନିଆ ପତ୍ର ଦେଇଦେଇଛି। ଭଲ ଭାବରେ ଭାଜି ନେଇ ସାରିଲା ପରେ ଯେଉଁ ବୁଟ ଡାଲିକୁ ସିଝେଇକି ରଖିଥିଲି ତାକୁ ଦେଇଦେଇଛି। ଆଉ ସ୍ୱାଦ ଅନୁସାରେ ଲୁଣ ଆଉ ଅଧା ଚାମଚ ମୁଁ ଚିନି ଦେଇଛି। ତାହେଲେ ଟେଷ୍ଟକୁ ବାଲାନ୍ସରେ ରଖିବ। ଆଉ ଏଇଠି ଗୋଟେ ମେସର ସାହାଯ୍ୟରେ ନା ମୁଁ ଆକୁ ଭଲ ଭାବରେ ଏମିତି ଚକଟି ନେବି। ଆପଣ ଚାହିଁଲେ ନା ଗ୍ରାଇଣ୍ଡରରେ ବି ନା ଅଳ୍ପ ଟିକେ ଏମିତି ଦରଦରାକି ଗ୍ରାଇଣ୍ଡ କରି ନେଇପାରିବେ। ଏଇଠି ମୁଁ ମେସରରେ ଭଲ ଭାବରେ ଆକୁ ଚକଟି ନେଉଛି। ତ ଭଲ ଭାବରେ ଚକଟି ନେଇ ସାରିଲା ପରେ ନା ପୁରାପୁରି ପ୍ଲେନ୍ କରିକି ଚକଟି ନେଇଛି। ଆଉ 2 ରୁ 3 ଚାମଚ ମାପର ମୁଁ ପାଣି ଦେଇଦେଇଛି। ଯେହେତୁ ବୁଟ ଡାଲି ଟିକେ ଶୁଖିଲା ଶୁଖିଲା ହେଇଯାଇଥାଏ ତ ଅଳ୍ପ ଟିକେ ମୁଁ ପାଣି ଦେଇ ମସଲା ସହ ଆକୁ ଭଲ ଭାବରେ କଷି ନେଇଛି। ତେଜପତ୍ର ଯେଉଁ ଆମେ ଯେତେବେଳେ ଷ୍ଟଫିଂ ଦେବା ନା ତେଜପତ୍ରକୁ ବାହାର କରିନେବା। ଭଲ ଭାବରେ କଷି ନେଇ ଆକୁ ଆମେ ବାହାର କରି ନା ଥଣ୍ଡା କରିନେବା। ତାରି ଭିତରେ ନା ଆମର ଯେଉଁ ଅଟାକୁ ଗୁଳେଇକି ରଖିଥିଲେ ନା ଭଲ ଭାବରେ ନରମ ହେଇକି ଇଏ ବନିଛି। ଆକୁ ପୁଣି ଥରେ ନା 2 ରୁ 3 ମିନିଟ୍ ପାଇଁ ଏମିତି ହାତରେ ପୁଣି ଥରେ ଏମିତି ଚକଟି ନେବି। ଚକଟି ନେଲେ ନା ଆମର ଅଟା ଆହୁରି ସଫ୍ଟ ହେଇଯିବ। ଭଲ ଭାବରେ ମୁଁ ଆକୁ ଚକଟି ନେଇଛି। ଏମିତି ପୁରାପୁରି ନରମ ହେଇକି ବନିଛି। ଏବେ ନା ଏମିତି ଛୋଟ ଛୋଟ ଗୁଳି ବନେଇ ନେବି। ଯେମିତି ରୁଟି ପରଟା ଆମେ ବନେଇଥାଉ ନା ସେମିତି ହିଁ ଗୁଳି ବନେଇ ନେବା। ଆପଣ ଯେମିତି ସାଇଜର ଗୁଳି ବନେଇ ନେବେ, ଯେମିତି ପରଟା ବନେଇବେ ସେମିତି ଗୁଳି ବନେଇ ନେବେ। ମୁଁ ଏଇଠି ମିଡ଼ିୟମ୍ ସାଇଜର ନା ଏମିତି ଗୁଳି ବନେଇ ନେଉଛି। ସବୁତକ ଗୁଳିକୁ ମୁଁ ବନେଇ ନେଇଛି। ଏବେ ଏମିତି ହାତରେ ଟିକେ ଏମିତି ସମାନ କରିନେବା। ସବୁତକ ଗୁଳିକୁ ଏମିତି ମୁଁ ବନେଇ ନେବି। ସବୁତକ ଗୁଳିକୁ ବନେଇ ନେଇ ସାରିଲା ପରେ ଗୋଟାଏ ଗୁଳି ନେଇ ଗୋଟାଏ ଚକି ଉପରେ ମୁଁ ଦେଇଛି ଅଳ୍ପ ଟିକେ ଖାଲି। ଆ ଉପରେ ରିଫାଇନ୍ ତେଲ ଲଗେଇ ନେଇଛି। ଆପଣ ଚାହିଁଲେ ନା ଶୁଖିଲା ଅଟାରେ ବି ବନେଇ ନେଇପାରିବେ। କିନ୍ତୁ ଏମିତି ତେଲରେ ବନେଇଲେ ନା ଆମେ ଯେଉଁ ପରଟାଟି ବନେଇବା ନା ଲେୟାରଟି ଭଲ ଆସିବ। ତ ଭଲ ଭାବରେ ମୁଁ ଏମିତି ବେଲି ନେଉଛି। ପୁରାପୁରି ପତଳା କରିକି ଏଇ ରୁଟିକୁ ବେଲିବି। ପ୍ରଥମେ ପୁରାପୁରି ରୁଟିଟାକୁ ନା ପତଳା କରି ପୁରା ବଡ଼ ସାଇଜର ଗୋଟେ ବନେଇ ନେବା। କେତେ ପତଳା ହେଇକି এই ରୁଟିକୁ ମୁଁ ବେଲି ନେଇଛି। ଆପଣମାନେ ଦେଖିକି ତ ନିଶ୍ଚୟ ଜାଣିପାରୁଥିବେ। ପୁଣି ଏମିତି ଚାରିପଟେ ନା ପୁରାପୁରି ସମାନ କରିନେବା। ଏଇ ସାଇଡ୍ ଗୁଡ଼ିକ ଯେଉଁ ମୋଟା ମୋଟା ଟିକେ ଅଛି ନା ଏମିତି ଚାରିପଟେ ଭଲ ଭାବରେ ସମାନ କରିକି ପତଳା କରିକିନା ପୁରା ରୁଟିକୁ ମୁଁ ବେଲି ନେବି। ଦେଖଉଛି ଆପଣମାନଙ୍କୁ କେତେ ପତଳା ହେଇ ଏଇ ରୁଟି ବନିଛି। ଏମିତି ପତଳା ହେଇ ବନିଛି।
ଏବେ ଆପରେ ଏମିତି ଗୋଟେ ଛୋଟ ଗିନା ମୁଁ ରଖିଦେଇଛି, ପୁରାପୁରି ମଝିରେ ନା ଏମିତି ଛୋଟ ଗିନା ରଖିଦେବା। ଏବେ ଏମିତି ଗୋଟେ ଛୁରୀ ସାହାଯ୍ୟରେ ନା ଏମିତି ଚାରିପଟ ସାଇଡ଼କୁ ନା ଏମିତି ମୁଁ କାଟି ନେଉଛି। ଏମିତି 4 ଭାଗ କରି ବି ଆପଣ କାଟି ନେଇପାରିବେ, କିନ୍ତୁ ମୁଁ ଆକୁ 8 ଭାଗ କରି ଏମିତି କାଟି ନେଉଛି। ତାହେଲେ ଆମର ଯେଉଁ ପରଟାର ଲେୟାରଟି ବହୁତ ବଢ଼ିଆ ଆସିବ। ଏମିତି 8 ଭାଗ କରିକିନା ମୁଁ ଏଇ ପରଟାକୁ କାଟି ନେଇଛି। ଏବେ ଏଇ ଗିନାକୁ ଏଥିରୁ ଆମେ ବାହାର କରିନେବା। ଏଇ ମଝିରେ ନା ଆମେ 2 ଚାମଚ ମାପର ଏମିତି ଷ୍ଟଫିଂ ଦେଇଦେବା। ଷ୍ଟଫିଂ ଦେଇ ଏମିତି ସମାନ କରିନେଇଛି ମୁଁ। ସମାନ କରିନେଇ ସାରିଲା ପରେ ଏଇ ଯେଉଁ ଲେୟାର ଭଳି ଏମିତି କାଟିକି ରଖିଥିଲି ନା, ଏପଟୁ ସେପଟୁ ନେଇ ଏଇ ଷ୍ଟଫିଂ ଉପରେ ମୁଁ ଚାପି ଚାପି ନେବି। ଏମିତି କଲେ ନା ଆମର ଯେଉଁ ପରଟା ବନେଇବା ନା, ପରଟାର ବହୁତ ସାରା ଲେୟାର ଆସିବ ଆଉ ଖାଇବା ପାଇଁ ନା ବହୁତ ବଢ଼ିଆ ଲାଗିବ। ଏମିତି ଚାରିପଟୁ ମୁଁ ଏମିତି ନେଇକି ଏଇ ଷ୍ଟଫିଂ ଉପରେ ଚାପି ନେଇଛି। ଆକୁ ଓଲଟାଇ ନେଇ ପୁଣି ଏଇ ଚାରିପଟୁ ଏମିତି ଟାଣି ଟାଣି ନେଇକି ନା ଚାପି ନେବା ଏଇ ମଝିରେ। ତାହେଲେ ଯେଉଁ ଷ୍ଟଫିଂ ଦେଇଛେ ନା, ଷ୍ଟଫିଂ ଆଦୌ ବି ବାହାରକୁ ବାହାରିବନି। କେମିତି ବନଉଛି ଆପଣମାନେ ଦେଖିପାରୁଥିବେ ନିଶ୍ଚୟ। ଏମିତି କଲେ ନା ଆଦୌ ବି ଷ୍ଟଫିଂ ବାହାରକୁ ବାହାରିବନି। ପୁଣି ଥରେ ଆମେ ଯେଉଁ ବେଲିବା ନା, ବେଲିଲା ବେଳେ ଆଦୌ ବି ଷ୍ଟଫିଂ ବାହାରକୁ ବାହାରିବନି। ଭଲ ଭାବରେ ସମାନ କରିନେଇଛି। ଏବେ ଏମିତି ହାତ ପାପୁଲିରେ ପୁଣି ଥରେ ଆକୁ ଏମିତି ସମାନ କରିନେବି। ଗୋଟାଏ ମୁଁ ଏଠି ବନେଇ ନେଇଛି, ସବୁତକକୁ ନା ଏମିତି ବନେଇ ନେବି। ଗୋଟାଏ ବନେଇ ନେଇ ସାରିଲା ପରେ ଏଇ ଚକି ଉପରେ ମୁଁ ଆକୁ ଦେଇଦେବି, ଆଉ ଅଳ୍ପ ଟିକେ ଖାଲି ରିଫାଇନ୍ ତେଲ ଦେଇଦେବି ଆ ଉପରେ। ଏବେ ଆକୁ ଟିକେ ମୋଟା କରିକି ବେଲିବି, ଆଦୌ ବି ପ୍ରେସ୍ କରିକି ବେଲିବେନି, ନହେଲେ ଷ୍ଟଫିଂ ବାହାରକୁ ବାହାରି ଆସିବ। ଭଲ ଭାବରେ ମୁଁ ଆକୁ ବେଲି ନେଇଛି। ଏମିତି ମୋଟା କରିକି ମୁଁ ବେଲିଛି ଆକୁ। ଏବେ ଗ୍ୟାସରେ ଗୋଟେ ପ୍ୟାନ୍ ଗରମ ହେଇଗଲା ପରେ ମୁଁ ଆକୁ ଦେଇଦେଇଛି। ଗୋଟାଏ ପାଖ ସାଇଡ଼ ହେଇଗଲା ପରେ ପୁଣି ଆକୁ ମୁଁ ଓଲଟାଇ ନେଇଛି। ଏମିତି ପ୍ରଥମେ ଆଦୌ ବି ତେଲ ଆଡ଼୍ କରିବେନି। ଏମିତି ଏପଟ ସେପଟ ଓଲଟାଇକି ଭଲ ଭାବରେ ପରଟାକୁ ଭାଜି ନେଇ ସାରିଲା ପରେ ତାପରେ ଗୋଟାଏ ଚାମଚ ମୁଁ ଉପରେ ରିଫାଇନ୍ ତେଲ ଦେଇଛି। ତାପରେ ଦେଖିବେ ପରଟା ଆମର ଆସ୍ତେ ଆସ୍ତେ ଫୁଲିବା ପାଇଁ ଲାଗିବ। ବହୁତ ଅଳ୍ପ ତେଲରେ ନା এই ପରଟାକୁ ବନି ହେଇଥାଏ, ଆଉ ଖାଇବା ପାଇଁ ଏ ପରଟାର ସ୍ୱାଦ ବହୁତ ବଢ଼ିଆ। ଗୋଟାଏ ପରଟା ଆମର ହେଇଯାଇଛି। ଏମିତି ଚାପି ଚାପିକି ନା এই ପରଟାକୁ ବନେଇ ନେବେ ଭଲ ଭାବରେ। କେତେ ସହଜରେ এই ବୁଟ ଡାଲିର ପରଟା ବନି ହେଉଛି ଆପଣମାନେ ତ ଦେଖିକି ନିଶ୍ଚୟ ଜାଣିପାରୁଥିବେ। ଗୋଟାଏ ପରଟା ଆମର ହେଇଗଲା। ପୁଣି ଆଉ ଗୋଟାଏ ପରଟା ମୁଁ ବନେଇକି ଦେଖାଉଛି। ଏମିତି 2 ପାଖ ସାଇଡ଼ ଭଲ ଭାବରେ ମୁଁ ଶୁଖିଲାରେ ପ୍ରଥମେ ଓଲଟାଇ ପୁଲଟାଇ ଭଲ ଭାବରେ ଭାଜି ନେଇଛି। ପୁଣି ଥରେ ଏଥିରେ ରିଫାଇନ୍ ତେଲ ମୁଁ ଦେଇଦେଉଛି। ଆପଣମାନେ এই ବୁଟ ଡାଲିର ପରଟାକୁ ଥରୁଟିଏ ଏଇ ଶୀତ ଦିନରେ ବନାନ୍ତୁ। ଦେଖିବେ ଏଇ ପରଟା ଖାଇବା ପାଇଁ ବହୁତ ହି ସ୍ୱାଦିଆ ଲାଗିବ, ଆଉ ପରିବାରର ସମସ୍ତେ ଏଇ ପରଟାକୁ ଖାଇବା ପାଇଁ ବହୁତ ହି ଖୁସି ହେବେ। ସବୁତକ ପରଟାକୁ ମୁଁ ଏମିତି ହିଁ ବନେଇ ନେଇଛି। କେତେ ସହଜରେ এই ବୁଟ ଡାଲିର ଏମିତିକା ନରମ ନରମ ପରଟା ବନି ହେଉଛି ଆପଣମାନେ ଦେଖିକି ତ ନିଶ୍ଚୟ ଜାଣିପାରୁଥିବେ। ସବୁତକ ପରଟାକୁ ମୁଁ ଏଠି ବନେଇ ନେଇଛି। କେତେ ନରମ ହେଇ এই ପରଟା ବନିଛି। ପୁରାପୁରି ତୁଳା ଭଳି ନରମ এই ପରଟା ବନିଛି। ମୁଁ ଆପଣମାନଙ୍କୁ ଗୋଟାଏ ପରଟାକୁ ଏଠି ମୁଁ ଛିଡ଼େଇକି ଦେଖାଉଛି କେତେ